ଏ କ'ଣ ଘଟିଲା ପ୍ରଭୁଦିନେ ସେ ଦୁଷ୍ଟ ସେନାପତି ଆଉ ରାଜାରାଣୀକୁ ମାର ମାରେ ମାରେ ରାଜ୍ୟରୁ ବିତାଡ଼ିତ କରିଦେଇଛି। ଆମେ ରହିବା କେଉଁଠି, ଯିବା କୁଆଡ଼େ ପ୍ରମୋଦିନେ? ସ୍ୱାମୀ, ଯାହା ଆମ ଭାଗ୍ୟରେ ଥିଲା ତାହା ତ ଆମେ ନିଶ୍ଚୟ ଭୋଗିବା ସ୍ୱାମୀ। ପ୍ରମୋଦିନେ ହେଲେ ସ୍ୱାମୀ, ମୋ ତଣ୍ଟିଟା ଶୁଖି ଯାଉଛି ସ୍ୱାମୀ। ପ୍ରମୋଦିନେ ନାହିଁ, ମୁଁ ଆଗକୁ ବାଟ ଚାଲି ପାରିବିନି ସ୍ୱାମୀ। ହେ ଭଗବାନ, ମୁଁ ଆଗକୁ ବାଟ ଚାଲି ପାରିବିନି। ପାଣି ଟୋପାଏ ପିଇକି କେତେ ଦିନ ବଞ୍ଚିବା? ମତେ ତ ଚାରିଦିଗ ଅନ୍ଧାର ଦେଖାଯାଉଛି, କିଛି ବୁଦ୍ଧି ବାଟ ଦିଶୁନି। କେମିତି ବଞ୍ଚିବା ପ୍ରମୋଦିନେ? ସ୍ୱାମୀ, ଆମେ ସେଇ ଗ୍ରାମକୁ ଯାଇ ଭିକ ମାଗିକି ଖାଇବା ସ୍ୱାମୀ। ଭିକ ମାଗିବା? ହଁ ସ୍ୱାମୀ। ଏ କ'ଣ କହୁଛ ପ୍ରମୋଦିନେ? ଆମେ ପୁଣି ଭିକ ମାଗି ମାଗି ଖାଇବା? ହେ ମୋର ମା ମାଉସୀ, ହେ ମୋର ଜନ୍ମଦାତ୍ରୀ ମା ମାନେ, ଭୋକ ବିକଳରେ ଆମେ ଦୁଇ ସ୍ୱାମୀ ସ୍ତ୍ରୀ ଆଉଟ ପାଉଟ ହଉଛୁ। ଖାଇବାକୁ କିଛି ବି ନାହିଁ ଆମ ପାଖରେ। ଆମକୁ କିଛି ଭିକ ଦିଅ ମା, ଆମକୁ କିଛି ଭିକ ଦେଲେ ଆପଣମାନଙ୍କୁ ଧର୍ମ ଲାଗିବ। ଭିକ୍ଷା ମୁଠେ ଦିଆ ମାଗ କରୁଛି ଦାଇରେ, କବି କଳରେ ପେଟା, কবি কলারে পেটা চলুছি জানানি, চলুছি জানানি মাগো করুছি দাইনি। এতে বড় দুনিয়া রে কলু হতাশি, ভিকারি ভিকারুণী সাজি, ভিকারি ভিকারুণী সাজি কলু তো ভগারে বিজয় লিখাই। ভিক্ষা মোঠে দিয়া মাগো করুছি গুহারি গো, করুছি গুহারি। সেই গ্রামকে যাই ববে তোমার সাথে সাথে ভিক মাগি আনিছি। হেরি তবে এই বট বৃক্ষ তলে বিশ্রাম কর। ওই পাখ জঙ্গলକୁ যাই ରୋଷେଇ ପାଇଁ କାଠ ସଂଗ୍ରହ କରି ଆସୁଛି। ଶୀଘ୍ର ଫେରି ଆସିବେ ସ୍ୱାମୀ। ମୁଁ ଶୀଘ୍ର ଫେରି ଆସିବି।
ଅପେକ୍ଷା କରି ରହିଥାଅ ମତେ। আহারে দৈব তুহি একই কষ্ট দেলু মানিক রাজাকু কাঠুরিয়া সজেইল ধন্য মহাবাহু তোমায় পুরাণ হেউ ধন্য মহাবাহু তোমায় পুরাণ হেউ এই নিয়ে রসোই সামগ্রী রসোই কর ও কিছু সময় অপেক্ষা করেছি। ଏତେ ଡେରି କରୁଛ କାହିଁକି? ଭୋକରେ ପିଠଟା ଜଳି ଯାଉଛି ମତେ ନିଜ ତୁରାରେ ଟିକେ ଦେଇପାରିବ ସ୍ୱାମୀ ରୋଷେଇ ସରିଯାଇଛି ସ୍ୱାମୀ। ରୋଷେଇ ସରି ଦେଇଛ? ମୁଁ ପାଣି ନେଇକି ଆସୁଛି ସ୍ୱାମୀ। ହଁ ପ୍ରମତିନି, ହେ ଠାକୁରୀ କେଉଁ ଜନ୍ମରେ କି ଦୋଷ କରିଥିଲ ଆଜି ସ୍ୱାମୀ ସ୍ତ୍ରୀ ଏ ଦଣ୍ଡ ସେ ଦଣ୍ଡ ବୁଲି ବୁଲି କେଉଁ ବାକି ବାକି ଖାଉଛୁ? ପାଣି ନିଅନ୍ତୁ ସ୍ୱାମୀ। ତମେ ଯେତେବେଳେ କହୁଛ ମୁଁ ଖାଇବି ନିଶ୍ଚୟ। ଦିଅ ଦିଅ ପାଣି। ସ୍ୱାମୀ ରାଜ୍ୟ ପରିତ୍ୟାଗ କରିନାହାନ୍ତି କାହିଁକି? କଣ କରିବୁ ବାବୁ, ଭୋକ ବିକଳକୁ ସହି ନ ପାରେ ଏ ଦଣ୍ଡ ସୁଦଣ୍ଡ ବୁଲି ବୁଲି ଏ ଭିକ ମାଗି ମାଗି ଏ ହଉଛି ମୋରି ରାଜ୍ୟ। ମୋ ରାଜ୍ୟରେ ଭିକ୍ଷା ବୃତ୍ତି କରି ଖାଇବା ପାଇଁ ତମ ଦି ଜଣଙ୍କର କୌଣସି ସ୍ଥାନ ନାହିଁ, ନାହିଁ କୌଣସି ସ୍ଥାନ। ଦୁଃଖୀ ଦରିଦ୍ର କେମିତି ବଞ୍ଚିବେ ରାଜ୍ୟରେ ବାବୁ? ଦୁଃଖୀ ଦରିଦ୍ର ପଡ଼ି ମୋରି ରାଜ୍ୟରେ, ମୋ ରାଜ୍ୟରେ ଦୁଃଖୀ ଦରିଦ୍ର ଭିକାରୁଣୀ କେହି ନାହାନ୍ତି ଭାଇ, କେହି ନାହାନ୍ତି। ଆରେ ମନେ ପକା ସେଇ ଅତୀତର କଥା, ଯୋଉଦିନ ତୋ ପାରିକର ରାଜସିଂହାସନରେ ଆରୋହଣ କରିଥିଲା ସମୟରେ ରାଜ୍ୟର ଜନପ୍ରଜାଙ୍କ ଉପସ୍ଥିତିରେ ଯୋଉ ନିଷ୍ପତ୍ତି ନେଇଥିଲୁ, ତୋ ବଡ଼ ପୁଅ ଅକ୍ଷୟକୁ ରାଜା କରି ନିଷ୍କଣ୍ଟକ ଭାବରେ ରାଜ୍ୟଟାକୁ ଉପଭୋଗ କରି ଭାଇଥିଲୁ। ଅନ୍ତତଃ ଆମେ ବେନି ଭାଇଟା କିଛି ଜାଣିପାରିବୁନି ଭାଇ, କିଛି ଜାଣିପାରିବୁନି। ଏ ଦି ଜଣଙ୍କ ପାଇଁ ଯୋଉ ଶୁଭ ସମ୍ବାଦଟି ଅଛି ଯଥା ଶୀଘ୍ର ଜଣାଇ ଦେ।
ସେ ଶୁଭ ସମ୍ବାଦ କି ଶୀଘ୍ର କୁହ। ସେ ଶୁଭ ସମ୍ବାଦ ହଉଛି ତୁମ ବଡ ପୁଅ କେଉଁଠି ଅଛି ହମୁ? ତୁମ ବଡ ପୁଅ ଅକ୍ଷୟକୁ ଆମେ ମାରି ଦେଇଛୁ। আরে তব বড় পুଅ কেউ এ দুনিয়ারে নাহি মরি সারিছে সে মারি দেইছো আমি মেরে ভাই। কৌচ বাবু তবে পুଣି ଆମ ବଡ଼ ପକ୍ଷକୁ ମାରି ଦେଇଛ। মারি দেইছো ହେଲେ କି ଦୋଷ କରିଥିଲା ବାବୁ ତମେ? দোষ করি নথিলা সে দোষ তো করিছিল তবে দিতর যাউদিন ଆମ মেরে ভাইটাକୁ মার মারি রাজ্যରୁ বহিষ্কার করে ଦେଇଥିଲ সেই দিন ମୁଁ ଶପଥ ନେଇଥିଲି ଶପଥ তো বেলি পুଅଟାକୁ ଜୀବନରୁ ମାରି ଦେଇ ତମ ଦି ଜଣଙ୍କୁ ଦାଣ୍ଡର ଭିକାରୀ ସଜାଇ କଲପଲ କରି ମାରିବା ପାଇଁ ଆରେ ତ ବଡ଼ ପୁଅକୁ ମାରି ସାରିଛି ବଞ୍ଚିଛି କେବଳ ତୋ ସାନ ପୁଅ ଅଭୟ। ପ୍ରଭୁଥିନୀ ଆରେ ଶୁଣି ପାରୁଛ ତ ଏମାନେ କ'ଣ କହୁଛନ୍ତି? ଆମ ବଡ଼ ପୁଅ ଅକ୍ଷୟକୁ କୁଆଡ଼େ ଏମାନେ ଜୀବନରୁ ମାରି ଦେଇ আরে দেখে ଭାଇ ଆଗକୁ ଆମର ଅନେକ କାମ ବାକି ଅଛି ବାକି ଅଛି ଭାଇ ବାକି ମୋ ଅଛି। ପାଇଁ ଗୋଟାଏ ରାଜ୍ୟ ରାଣୀ ମଧ୍ୟ ଖୋଜିବାର ରାଜରାଣୀ ଖୋଜିବାର ଆରେ ଅଛି। ଦେଖି ଭାଇ ଏ ଦି ଜଣଙ୍କୁ ଆଉ ଏମିତି ଛାଡ଼ିବାନି। କଣ କରିବା ଭାଇ? ତାପର ଯୁଗରେ ଯେମିତି କଂସ ଦେବକୀ ଆଉ ବସୁଦେବଙ୍କୁ ବନ୍ଧନ କରି କାରାଗାର ମଧ୍ୟରେ ରଖିଥିଲେ ଭାଇ ଠିକ ସେମିତି ଏ ଦି ଜଣଙ୍କୁ ବନ୍ଧନ କରି କାରାଗାର ମଧ୍ୟକୁ ନେଇଯା ଆଉ ସେଇ କାରାଗାର ମଧ୍ୟରେ ଭାତ ତ ଭାତ ଆଉ ଦେଖି ପାଣି ଟୋପାଏ ବି ଦେବିନି। ବାସ୍ ଏ ଦି ଜଣ ସୁଖୀ ସୁଖୀ ହାଡ଼ କଙ୍କାଳ ହେଇଯିବେ। ଆଉ ସେଇ ଖାଲ କୋଠରୀ ମଧ୍ୟରେ ଦି ଜଣ ତାଙ୍କ ନିଜ ଲୁହରେ ନିଜେ ଲେଖିବେ ଗପ। সিংহাসনের বসিଥିବା ସମୟରେ ମତେ ଯୋଉ ଅପବାଦ ଦେଇ ରାଜ୍ୟରୁ ବହିଷ୍କାର କରିଦେଇଥିଲୁ ଆଜି ସେଇ ଅପବାଦର ପ୍ରତିଶୋଧ ମୁଁ ପୂର୍ଣ୍ଣ କରି ସାରିଛେ ପୂର୍ଣ୍ଣ କରି ସାରିଛେ। ଏ ସାହେବ ପ୍ରତିଶୋଧଟା ପୂର୍ଣ୍ଣ ହେଇପାରିନି ତା ବଡ଼ ପୁଅକୁ ସିନା ମାରିଦେଇଛି ବଞ୍ଚିଛି ପରା ସାନ ପୁଅ ଅଭୟଟା। ଆରେ ଆସନ୍ତାକାଲି ଫେରି ଭାଇ ଚାଲିଯିବୁ ସେ ଛଡ଼ା ଅଭୟର ସନ୍ଧାନେ।